हाय फ्रेंड गुड मॉर्निंग जय जगन्नाथ। तो सकाळ ହେଲା ମାନେ ଲଞ୍ଚ କ'ଣ ବନିବ, ବ୍ରେକଫାଷ୍ଟ କ'ଣ ବନିବ, ଡିନର କ'ଣ ବନିବ, ଏ ଚିନ୍ତାରେ ଦିନଟି ସକାଳଟା ପୁରା ମୁଣ୍ଡ ଖରାପ ହେଇଯାଉଛି। ତ ବହୁତ ଭାବିଚିନ୍ତି ଆଜି ଟିକେ ଉପମା ବନେଇଥିଲି। ଉପମା ବନେଇ ସାରିଲା ପରେ ମାମୁନି ଆଉ ତାଙ୍କ ଆଈଙ୍କୁ ଦେଇ ଦେଇଥିଲି। ଦେଖୁନାହାନ୍ତି ଏଇଠି ଜେଜେମା ନାତି ତାଙ୍କର ଖେଳୁଛନ୍ତି। ତ ତାପରେ ବୁଢ଼ୀଟି ପଳେଇ ଯାଇଥିଲା ଲଞ୍ଚଟା ବହୁତ ସିମ୍ପଲ୍ ସା ହେଇଥିଲା। ତା ମଝିରେ ଯେଉଁ ଗ୍ୟାପ୍ ଥିଲା ସେଥିରେ ଆମେ ମାଇଁ ଭାଣିଜି ଟିକେ ଡିନର ପାଇଁ ସ୍ପେଶାଲ୍ ଆଇଟମ୍ ବନାଉଥିଲୁ। ମାନେ ମାମୁନି ବନାଉଥିଲେ ଚିଲି ମସରୁମ୍ ଆଉ ମୁଁ ତାଙ୍କ ଫରମାଇଶରେ ବନାଉଥିଲି ଛେନା ପାୟସ। ତ ଛେନା ପାୟସର କ୍ଷୀରିଟା ଏଇଠି ରେଡ଼ି ହେଇଗଲାଣି। ତ ସେଥିପାଇଁ କ୍ଷୀରିଟିକି ସେଟ୍ କରିଦେଇ ଫ୍ରିଜରେ ରଖିଦେଇଥିଲି। ସେଟ୍ ହେଇଗଲା ପରେ ଡୁଙ୍ଗୁଲକୁ ଆଣି ଛେନା ସେଥିରେ ପକେଇକି ଆଣି ଦେଇଥିଲି ଟେଷ୍ଟ କରିବା ପାଇଁ। ମୁଁ କହିଲି ଟେଷ୍ଟ କରି କହିଲ କେମିତି ଲାଗୁଛି। ଡୁଙ୍ଗୁଲ ତ ଖାଇଲେ ପୁରା ବଢ଼ିଆ ଲାଗୁଛି, ପୁରା ଭୋଜିରେ ଯେମିତି ହୁଏ ପୁରା ସେମିତି ଲାଗୁଛି। ଏଠି ତୁମେ ଟିକେ ଟେଷ୍ଟ କରୁନ। ମୁଁ କହିଲି ତୁମେ ଟିକେ ଟେଷ୍ଟ କର, ପଛରେ କରିବି ଆଉ। ତାପରେ ମାମୁନିକି ଦେଇଥିଲି, ବଟ୍ ମାମୁନିଙ୍କ ରିଆକ୍ସନ୍ଟା ରେକର୍ଡ଼ କରିବା ପାଇଁ ମୁଁ ଭୁଲି ଯାଇଥିଲି। ତ ସେ କ୍ଷୀରି ଖାଇକି ବାହାରିଲେ ହଷ୍ଟେଲ ଯିବେ ବୋଲି ମାମୁଁ ତାଙ୍କୁ ନେଇକି ହଷ୍ଟେଲରେ ଛାଡ଼ି ଦେଇ ଆସିଲେ। ଡିନର ତ ଆମର ପ୍ରସ୍ତୁତ ହେଇଯାଇଥିଲା। ତ ମାଆ ଟିକେ ଆମର ଦେଶୀ ଖାଇବାକୁ ପସନ୍ଦ କରନ୍ତି, ତ ସେଥିପାଇଁ ତାଙ୍କୁ ଚିଲି ଆଇଟମ୍ ଟିକେ ଭଲ ଲାଗେନି। ତ ଯେହେତୁ ତାଙ୍କ ନାତୁଣୀ କରିଛନ୍ତି, ତ ସେଥିପାଇଁ ତାଙ୍କୁ ଟିକେ ଚିଲି ମସରୁମ୍ ଆଉ ଟିକେ କ୍ଷୀରି ଦେଇକି ଦେଇ ଦେଇଥିଲି ରୁଟି ଖାଇବା ପାଇଁ ଡିନରରେ। ଆପଣମାନେ ଦେଖିଲେ ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ରହିଲେ ସେ